ପରଲୋକରେ ସର୍ବୋଦୟ କର୍ମୀ ଭଗବତୀ। ସର୍ବୋଦୟ କର୍ମୀ ଭଗବତୀ ମହାନ୍ତି ଆଉ ନାହାନ୍ତି। ଓଡ଼ିଶା ଗାନ୍ଧୀ ବିଚାର ପରିଷଦର ଅଧ୍ୟକ୍ଷ ଭକ୍ତବତ୍ସଳ ମହାନ୍ତିଙ୍କ ଧର୍ମପତ୍ନୀ ସର୍ବୋଦୟ କର୍ମୀ ସ୍ୱର୍ଗତା ଭଗବତୀ ମହାନ୍ତି ଗତ ବୁଧବାର କେନ୍ଦୁଝରଗଡ଼ ସିଲୁଆଠାରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। କେନ୍ଦୁଝର ମେଡିକାଲରେ ତାଙ୍କର ହୃଦଘାତ ଜନିତ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଦେହାନ୍ତ ପରେ କେନ୍ଦୁଝର ମ୍ୟୁନିସିପାଲିଟି ଧାଙ୍ଗରପଡ଼ା ଶ୍ମଶାନରେ ତାଙ୍କର ମରଶରୀର ପଞ୍ଚଭୂତରେ ଜନ୍ମ ହୋଇଛି। ତାଙ୍କର ଏକମାତ୍ର ପୁତ୍ର ଭାଗୀରଥୀ ମହାନ୍ତି ମୁଖାଗ୍ନି ଦେଇଥିଲେ। ସଭାଧାର ନିକଟରେ ତାଙ୍କର ସ୍ୱାମୀ ଭକ୍ତବତ୍ସଳ ମହାନ୍ତି ଆତ୍ମୀୟସ୍ୱଜନଙ୍କ ସମେତ ବହୁ ସର୍ବୋଦୟ କର୍ମୀ, ସାହିତ୍ୟିକ, ସମାଜସେବୀ, ବନ୍ଧୁବର୍ଗଙ୍କ ଭଳି ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷ ସମୂହ ଉପସ୍ଥିତ ଥିଲେ। ଏପରି ଦୁଃଖଦ ଘଟଣାରେ ମ୍ରିୟମାଣ ଆତ୍ମୀୟସ୍ୱଜନ, ସମାଜସେବୀ ବନ୍ଧୁବର୍ଗ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିବା ଜଣାପଡ଼ିଛି। ସେହିପରି ସର୍ବୋଦୟ ପରିବାରର ଅପୂରଣୀୟ କ୍ଷତି ଘଟିଲା ବୋଲି ସର୍ବୋଦୟ କର୍ମୀ ବିକାଶ ଦାସ, ଆଦିତ୍ୟ ପଟ୍ଟନାୟକ, ଗୁଞ୍ଜନ ମହାନ୍ତି, ମିହିର ଦାସ ମହାପାତ୍ର ଏବଂ ଧ୍ରୁବାନନ୍ଦ ଶରଣ ପ୍ରମୁଖ ଜଣାଇଛନ୍ତି।